କଲରା ଯେଉଁମାନଙ୍କୁ କଲରା ଖାଇବାକୁ ବିଲକୁଲ ବି ପସନ୍ଦ ନୁହେଁ, କଲରା ନାଁ ଶୁଣିଲେ ସେମାନଙ୍କର ଭୋକ ହିଁ ମରିଯାଏ। କଲରା ଖାଇବାକୁ ପିତା ଲାଗେ ବୋଲି କଲରାଟା ପ୍ରାୟ ସମସ୍ତଙ୍କୁ ଭଲ ଲାଗିନଥାଏ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ କଲରାରେ ଏମିତି ଗୋଟେ ରେସିପି ବନେଇବା ଯେଉଁଟାକି ବିଲକୁଲ ବି ପିତା ଲାଗିବନି। କଲରା ନ ଖାଉଥିବା ଲୋକ ବି ମାଗି ମାଗି ଖାଇବେ। ଆଶା କରୁଛି ଆପଣମାନଙ୍କୁ ଆଜିର ରେସିପିଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓକୁ ଫୁଲ୍ ୱାଚ୍ କରନ୍ତୁ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଆଜିର ଏହି କଲରା ବନେଇବା ପାଇଁ ଏଠି ମୁଁ ନେଇଯାଇଛି 300 ଗ୍ରାମ ପାଖାପାଖି କଲରା। କଲରାକୁ ପ୍ରଥମେ ପାଣିରେ ଦେଇକିନା ତାକୁ 2ରୁ 3 ଥର ଭଳିଆ ହାତରେ ଭଲ ଭାବରେ ମକଚିକିନା ଧୋଇଦେବେ। କଲରା ଉପରେ ପ୍ରାୟତଃ ବାଲି ଫାଲି ଲାଗିଥାଏ। ହାତରେ ତାକୁ ଏମିତି ଭଲ ଭାବରେ 2ରୁ 3 ଥର ମକଚି ଦେଲେ ବାଲି ଧୂଳି ସବୁ ଛାଡ଼ି ଯାଇଥାଏ। ଯଦି ଆପଣମାନଙ୍କୁ ଆଜିର ଏହି ରେସିପିଟି ଭଲ ଲାଗେ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ ତ ନିଶ୍ଚୟ କରିଦେବେ। ତ ଏଠି ମୁଁ କଲରାକୁ 1ରୁ 2 ଥର ଭଳିଆ ପାଣିରେ ଏମିତି ଭଲ ଭାବରେ ମକଚି ଧୋଇ ଦେଇଛି। କଲରାକୁ 2ରୁ 3 ଥର ଭଲ ଭାବରେ ଧୋଇ ସାରିଲା ପରେ ସବୁ ପାଣିକି କାଢ଼ିଦେବା। ଏବେ ଏଠି ଦେଖନ୍ତୁ ଏଇ ଜାଗାରେ କଲରାକୁ ନେଇଯାଇଛି। ଏବେ ଚାଲନ୍ତୁ କଲରାକୁ ଆମେ କାଟିବା। ପ୍ରଥମେ କଲରାର ଆଗ ଆଉ ପଛ ଭାଗକୁ କାଟିଦେବା, ତାପରେ କଲରାର ଛୋଟ ଛୋଟ ପିସ୍ରେ କଲରାକୁ କାଟିବା। ଆପଣମାନଙ୍କୁ ଯେମିତି ପସନ୍ଦ ଆପଣମାନେ କଲରାକୁ ସେମିତି କାଟିପାରିବେ। ଏଠି ମୁଁ କଲରାକୁ ଗୋଲ ଗୋଲ କାଟିଥିଲି, ଆପଣମାନେ ଚାହିଁଲେ ଆକୁ ଲମ୍ବା ସେପ୍ରେ ମଧ୍ୟ କାଟିପାରିବେ। କଲରାକୁ କାଟିଲା ବେଳେ ମନେ ରଖିଥିବେ, କଲରାକୁ ପତଲା ପତଲା କରି କାଟିବେ, ବେଶୀ ମୋଟା ସେପ୍ରେ କାଟିବେନି। କଲରାକୁ ପତଲା ପତଲା କରି କାଟିକି ଭାଜିଲେ ପୁରା କ୍ରିସ୍ପି ହେଇଥାଏ, ଯେଉଁଟାକି ଖାଇବା ପାଇଁ ବହୁତ ହିଁ ଭଲ ଲାଗିଥାଏ। ଯେଉଁମାନଙ୍କୁ କଲରା ଖାଇବା ବିଲକୁଲ ବି ପସନ୍ଦ ନୁହଁ, ସେମାନେ ମଧ୍ୟ ଏଇଟାକୁ ଖାଇବା ପାଇଁ ପସନ୍ଦ କରନ୍ତି। ତ ଏଠି ଦେଖନ୍ତୁ କଲରାକୁ ମୁଁ ପୁରା ପତଲା ପତଲା କରି କାଟି ଦେଇଛି। ସେମ୍ ପ୍ରୋସେସ୍ରେ ଏବେ ଚାଲନ୍ତୁ ସବୁ ଯାକ କଲରାକୁ କାଟିଦେବା। ଏଠି ମୁଁ ସବୁଯାକ କଲରାକୁ କାଟିକିନା ଗୋଟେ ବାଉଲରେ ରଖିଦେଇଛି। ତ କଲରା କାଟିଲା ବେଳେ ଯଦି ଆପଣଙ୍କର କଲରାରେ ଟିକେ ମଞ୍ଜି ମୋଟା ମୋଟା ଥିବ, ଯଦି ଆପଣଙ୍କୁ ଏଇ ମଞ୍ଜି ଗୁଡ଼ା ପସନ୍ଦ ନଥିବ ତ ଆପଣମାନେ ଏଇ ମଞ୍ଜିକୁ ବାହାର ମଧ୍ୟ କରିଦେଇପାରିବେ। ମୋତେ ତ ଏଇ ମଞ୍ଜି ବହୁତ ଭଲ ଲାଗେ, ସେଥିପାଇଁ ମଞ୍ଜି ମୁଁ ଜମା ବି ବାହାର କରିନି। ତ ଏବେ ଚାଲନ୍ତୁ କଲରାକୁ ଆମେ ମ୍ୟାରିନେଟ୍ କରିବା। ମ୍ୟାରିନେଟ୍ କରିବା ପାଇଁ ଏବେ ଦେଇଦେବା ଅଳ୍ପ ଲୁଣ, ଅଳ୍ପ ହଳଦୀ ଗୁଣ୍ଡ। କଲରାରେ ଲୁଣ ଆଉ ହଳଦୀ ଗୁଣ୍ଡ ଦେଇ ସାରିଲା ପରେ ତାକୁ ଭଲ ଭାବରେ ଗୋଳେଇ ଦେବେ, ଯେମିତିକି ସବୁ କଲରାରେ ଆମର ଲୁଣ ଆଉ ହଳଦୀ ଗୁଣ୍ଡ ଭଲ ଭାବରେ ମିଶିଯିବ। ମୁଁ ଯେମିତି କଲରାକୁ ଗୋଳଉଛି ଆପଣମାନେ ଏମିତି ଗୋଳେଇ ପାରିବେ, ନହେଲେ ହାତରେ ମଧ୍ୟ ଭଲ ଭାବରେ ଗୋଳେଇ ଦେବେ, ଯେମିତିକି ସବୁ କଲରା ଦେହରେ ଆମର ଲୁଣ ଆଉ ହଳଦୀ ଗୁଣ୍ଡ ଭଲ ଭାବରେ ମିଶିଯିବ। ଲୁଣ ହଳଦୀ ଗୁଣ୍ଡ ଦେଇ ସାରିଲା ପରେ ୟାକୁ ଘୋଡ଼େଇକିନା ପୁରା 10ରୁ 15 ମିନିଟ୍ ପାଇଁ ଛାଡ଼ିଦେବା। ଏବେ ଏଠି ନେଇଯାଇଛି 2ଟା ପିଆଜ। ପିଆଜର ସାଇଜ୍ ଟିକେ ବଡ଼ ଅଛି, ଆପଣମାନେ ଏହି ରେସିପିରେ ଟିକେ ଅଧିକ ପିଆଜ ୟୁଜ୍ କରିବେ। ଏବେ ଚାଲନ୍ତୁ ପିଆଜକୁ କାଟିଦେବା। ପିଆଜକୁ ମୁଁ ଏଠି ଲମ୍ବା ଲମ୍ବାରେ କାଟିଥିଲି, ଆଉ ପିଆଜକୁ ମଧ୍ୟ ପତଲା ପତଲା କରି କାଟିବେ। ପିଆଜକୁ ବେଶୀ ମୋଟା ମୋଟା କରି କାଟିବେନି, ଏମିତି ହିଁ ପତଲା ପତଲା କରିକି ଆଉ ଲମ୍ବା ଲମ୍ବାରେ କାଟିଦେବେ। ଯଦି ଆପଣମାନଙ୍କୁ ପୁରା ଛୋଟ ଛୋଟ ପିସ୍ ପସନ୍ଦ ତ ଆପଣମାନେ ପିଆଜକୁ ପୁରା ଗୁଣ୍ଡ ଗୁଣ୍ଡ କରିକି ମଧ୍ୟ କାଟିପାରିବେ। ଆପଣମାନେ କଲରାରେ ବିଭିନ୍ନ ପ୍ରକାର ରେସିପି ବନେଇଥିବେ, ଥରେ କଲରାକୁ ଏମିତି ବନାନ୍ତୁ। ଯେଉଁମାନଙ୍କୁ କଲରା ଖାଇବା ବିଲକୁଲ ବି ପସନ୍ଦ ନୁହେଁ, ସେମାନେ ମଧ୍ୟ ଏହି ରେସିପିଟାକୁ ପୁରା ମନ ଖୁସିରେ ହିଁ ଖାଇବେ। ତ ଏଠି ଦେଖନ୍ତୁ ପିଆଜ ସବୁ ମୁଁ କାଟିଦେଇଛି। ପିଆଜର ପିସ୍ ଗୁଡ଼ା ଦେଖନ୍ତୁ କେତେ ପତଲା ପତଲା କରି କଟା ହେଇଛି। ତ ପିଆଜକୁ ଏବେ ରଖିବା ସାଇଡ଼୍ରେ। ଏବେ ଚାଲନ୍ତୁ ଦେଖିବା କଲରାକୁ ଯେଉଁ ଆମେ ଲୁଣ ହଳଦୀ ଗୋଳେଇ ରଖିଥିଲେ, ତାକୁ ଏବେ ଆମେ ଭଲ ଭାବରେ ଚିପୁଡ଼ିକି ତାର ରସ ବା ଯେଉଁ କଲରାର ପାଣିକୁ ଏବେ ଆମେ ଅଲଗା କରିଦେବା। ଏଇ ପିତା ପାଣି ଗୁଡ଼ା ବାହାରିଗଲେ କଲରାରୁ ପିତା ଆମର ବହୁତ ପରିମାଣରେ କମିଯିବ। ତ ଆପଣମାନଙ୍କୁ ଯେତେ ବଳ ଥିବ ସେତେ ଜୋରରେ ଆକୁ ଚିପୁଡ଼ିକି ଆର ସବୁ ଯାକ ପିତା ପାଣିକୁ ବାହାର କରିଦେବେ। ତ ଏଠି କଲରାକୁ ମୁଁ ଭଲ ଭାବରେ ଚିପୁଡ଼ିକି ତାର ପିତା ପାଣି ବା ଯେଉଁ ଜୁସ୍ଟାକୁ ବାହାର କରିଦେଇଛି। ଏବେ ସବୁ କଲରାକୁ ଗୋଟେ ଜାଗାରେ ରଖିଦେବା। କଲରାର ଏଇ ପାଣିଟା ଦେହ ପାଇଁ ବହୁତ ଭଲ, କିନ୍ତୁ ଯେଉଁମାନଙ୍କୁ ପିତା ଖାଇବା ବିଲକୁଲ ବି ପସନ୍ଦ ନୁହେଁ ତ ସେମାନେ ୟାକୁ ଏମିତି ହିଁ ବନେଇ ପାରିବେ। ତ ମୋର କଲରାରୁ ଏତିକି ପାଣି ବାହାରିଥିଲା। ସବୁଯାକ କଲରାକୁ ଚିପୁଡ଼ିକିନା ମୁଁ ଗୋଟେ ପ୍ଲେଟ୍ ରଖିଦେଇଛି। ଏବେ ଏଥିରେ ଦେବା 2 ଚାମଚ ଭଳିଆ ବେସନ। ମୁଁ ଏଠି 300 ଗ୍ରାମ କଲରା ନେଇଥିଲି। 300 ଗ୍ରାମ କଲରା ପାଇଁ ମୁଁ ଏଠି 2 ଚାମଚ ଦେଇଥିଲି ବେସନ। ହାଫ୍ ଚାମଚ ଦେବା ଜିରା ଗୁଣ୍ଡ, ହାଫ୍ ଚାମଚ ଦେବା ଧନିଆ ଗୁଣ୍ଡ, ଅଳ୍ପ ଦେଇଥିଲି ଲଙ୍କାଗୁଣ୍ଡ, ରାଗ ଯେତିକି ଖାଇବେ ସେହି ହିସାବରେ ଦେବେ ଲଙ୍କାଗୁଣ୍ଡ, ଅଳ୍ପ ଦେବା ଲୁଣ, ଅଳ୍ପ ଦେଇଥିଲି ହଳଦୀ ଗୁଣ୍ଡ। ଏବେ ୟାକୁ ଭଲ ଭାବରେ ହାତରେ ଗୋଳେଇ ଦେବା। ଗୋଳେଇଲା ବେଳେ ଭଲ ଭାବରେ ଗୋଳେଇବେ, ଯେମିତିକି ସବୁ କଲରା ଦେହରେ ଆମର ମସଲା ପୁରା ଭଲ ଭାବରେ ଲାଗିବ। ସେମିତି ହିଁ ୟାକୁ ପୁରା ଭଲ ଭାବରେ ଗୋଳେଇ ଦେବା। ତ ଏଠି ଦେଖନ୍ତୁ ମସଲା ସବୁ କଲରାରେ ମୋର ପୁରା ଭଲ ଭାବରେ ଲାଗିଛି। ସବୁଯାକ କଲରାକୁ ଭଲ ଭାବରେ ଗୋଳେଇ ସାରିଲା ପରେ ମୁଁ ଦେଖାଉଛି, ଦେଖନ୍ତୁ ସବୁଯାକ କଲରାରେ ମସଲା ପୁରା ଭଲ ଭାବରେ ଲାଗିଛି। ତ ଏବେ ୟାକୁ ରଖିବା ସାଇଡ଼୍ରେ। ଗ୍ୟାସ୍ ଅନ୍ କରି ଗୋଟେ କଡ଼େଇ ବସାଇବା। ସେଥିରେ ଦେବା 3ରୁ 4 ଚାମଚ ଭଳିଆ ତେଲ। ମୁଁ ଏଠି ସୋରିଷ ତେଲ ନେଇଥିଲି, ଆପଣମାନେ ଚାହିଁଲେ ରିଫାଇନ୍ ତେଲ ମଧ୍ୟ ନେଇପାରିବେ। ତେଲଟି
टिके गरम हो सारा पर मैरिनेट कर रखिथिबा कलरा को देदेबा। कलरा को देकिना आकु भल भाव में भाजिबा। जमा भी आकु घोड़ेकिना भाजिबेनी, एमिति खोलारे गैस फ्लेम को मीडियम करदेबे। मीडियम फ्लेम रे आकु 5 ରୁ 7 मिनट पर्यंत भाजिबे, जेमिति कलराटा हमर पूरा भल भाव में भाजी हेजिबो। एमिति आकु एपट सेपट करी भाजुथिबे। कलरा को एमिति एपट सेपट करी भाजिले कलरार दुई पट जाक भल भाव में भाजी हेजिबो। तो एटी देखंतु कलरा को भाजिबार मोर प्रायतः 5 ରୁ 7 मिनट भलिया हे गलानी। कलरा एटी मोर पूरा भल भाव में भाजी हे गलानी। तो एबे आकु 2 ରୁ 3 मिनट भलिया एपट सेपट करी टिके भाजी देबा। कलरा पूरा भल भाव में गोल्डन ब्राउन कलर हे गला परे ताकू गोटे प्लेट को काढी देबा। जदि आपण माने कलरा को एमिति बनइबे ग्यारंटी दे कहूची कलरा बिल्कुल भी पिता लागोनी आ खाइबा पे तो बहुत ही भल लागिवो। तो कलरा एटी देखंतु पूरा भल भाव में भाजी हे गलानी। एबे चलंतु कलरा को काढी दबा। तो कलरार कलर देखंतु केते बढ़िया देखा होची। एबे एटी मु सब जाक कलरा को काढी देउची। एमिति काढी देबे जो बळका तेल अछि सेटा भी हमर तळे रहि जिवो। तो ये सबुजाक कलरा को काढ़िकिना गोटे प्लेट रखिदेची। तेल आमर बहुत कम बड़ी। एबे कड़ाई रे अल्प आउ तेल देदबा। तेल अल्प दे सारा पर देदबा अल्प जीरा, हाफ चामच रू कम देती जीरा। 2 ରୁ 3टा रसुण को पूरा छोट छोट खंड काटी देती ताकू देदबा। रसुण टिके भल भाव में भाजी सारा पर काटिकी रखिथिबा पियाज को देदबा। गैस फ्लेम को हाई करदेबे। हाई फ्लेम रे 3 ରୁ 4 मिनट पर्यंत पियाज को भाजिबे। पियाज को 3 ରୁ 4 मिनट भाजला पर पियाजर कलर आमर आस्ते आस्ते चेंज हो। एठी आपण माने पियाज को पूरा गोल्डन ब्राउन कलर करी भाजिबेनी। पियाज को जदि आपण माने पूरा गोल्डन ब्राउन कलर करी भाजी देबे तो तार मिठा अंशटा कमी जाई थाए। सेतिपई आज आम पियाज को पूरा गोल्डन ब्राउन कलर करी भाजिबानी। तो ये मुझे देखा आपण मैंने पियाज को एमती ही भाजिबे। तो ये आमर पियाज पूरा भल भाव में भाजी सारा। एबे आम देदेबा आगुरी भाजिकी रखिथिबा कलरा को। पियाज को आठू अधिक जमा भी भाजबेनी। तो एबे आमे देदेबा एथिरे भाजिकी रखिथिबा कलरा को। भाजिकी रखिथिबा कलरा को दे सारा पर आकु एमती गोळेई देबे। 2 ରୁ 3 मिनट पर्यंत पियाज सहित कलरा को आमे एठी मिसेइकिना भाजिदेबा। कलरा तो आमर आगुरी पूरा भल भाव में भाजी जाइछि। एबे खाली आमे मिसेइकिना पियाज सहित आकु 2 ରୁ 3 मिनट पर्यंत भाजिदेबा। 2 ରୁ 3 मिनट पर्यंत भाजी सारा पर एठी देखंतु कलरा भजा आमर पूरा प्रस्तुत हो गला। जदि आपण माने एई उपाय कलरा को भाजिबे कलरा बिल्कुल भी पिता लागिवनी, खाइबा पे बहुत ही बढ़िया लागिवो। आशा करुछि आपण मानकु आजिर रेसिपीटी निश्चय भल लागिथिबो। जदि आपनको आजिर रेसिपी भल लागिथिबो वीडियो को लाइक करिवे, शेयर करिवे। चैनल जदि नुआ अछंती सब्सक्राइब तो निश्चय करदेबे। पुणी आसिबे गोटे नुआ रेसिपी नहीं। से पर्यंत रहउछि नमस्कार, जय जगन्नाथ।